ଚାଷୀ ବନ୍ଧୁମାନଙ୍କୁ ମୋର ସ୍ୱାଗତ କରୁଛି ଏହି ନୂଆ ଭିଡ଼ିଓକୁ। ଆପଣମାନଙ୍କୁ ଗୋଟେ ଇନଫର୍ମେସନ୍ ଦେବାକୁ ଚାହୁଁଛି। ଆପଣମାନେ ତ ଜାଣିଥିବେ ଯେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଗଲାଣି ଏବଂ ପ୍ରତ୍ୟେକ ଜିଲ୍ଲାର ବର୍ତ୍ତମାନ ଟୋକନ୍ ପଳେଇ ଆସିଛି। ଆପଣମାନଙ୍କୁ ଟୋକନ୍ ମଧ୍ୟ ମିଳିଛି। ତ ଟୋକନ୍ ଯଦି ମିଳିନି ତ ଆପଣମାନଙ୍କୁ ମୁଁ ଏଠି ଗୋଟେ କଥା କହିବାକୁ ଚାହୁଁଛି। ଟୋକନ୍ ବହୁତ ଲୋକଙ୍କର ଆସିନି ଏପର୍ଯ୍ୟନ୍ତ ଏବଂ ଆପଣଙ୍କ କତିକି ମେସେଜ୍ ଆସିନି। ତା'ର ଦୁଇଟି କାରଣ ଅଛି। ସେ ଦୁଇଟି ଯାକ କାରଣ ମୁଁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ ଜଣାଇବି। ଯଦି ଆପଣମାନଙ୍କ ସେଇ କାରଣ ଯୋଗୁଁ ଆସିନି ତ ନିଶ୍ଚୟ ଭାବେ ମୁଁ ଯେଉଁ ପ୍ରୋସେସ୍ଟି କହିବି ଆପଣମାନେ ଯଦି ତାକୁ ଫଲୋ କରିବେ ନିଶ୍ଚୟ ଭାବରେ ଆପଣଙ୍କୁ ଟୋକନ୍ ମଧ୍ୟ ମିଳିପାରିବ ଏବଂ ଆପଣମାନେ ସହଜରେ ଧାନ ଦେଇପାରିବେ। ଆଉ ସୋସାଇଟିକୁ ଯିବାକୁ ପଡ଼ିବନି। ଘରେ ବସି ମୋବାଇଲ୍ ଦ୍ୱାରା ଆପଣମାନେ କେମିତି କରିବେ ଯଦି ଜାଣିନାହାନ୍ତି ତ ମୁଁ ନିଶ୍ଚୟ ଭାବରେ ଆପଣମାନଙ୍କୁ ସହଜ ଟ୍ରିକ୍ ଆଉ ଖୁବ୍ ଶୀଘ୍ର ଖୁବ୍ କମ୍ ସମୟ ମଧ୍ୟରେ ଆପଣମାନେ କେମିତି ପାଇପାରିବେ ମୁଁ ଆପଣମାନଙ୍କୁ କହି ରଖୁଛି। ଚାଲନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓଟି ଆରମ୍ଭ କରିବା। ତ ଦେଖନ୍ତୁ, ପ୍ରଥମ ପଏଣ୍ଟ ହେଲା ଯଦି ଆପଣମାନଙ୍କ ଟୋକନ୍ ଆସିବା ବେଳେ ଟୋକନ୍ ତ 30 ତାରିଖ ଡିସେମ୍ବର 30ରେ ସମସ୍ତଙ୍କୁ ଆସିଛି। ତ ଯଦି ସେଇ ଟାଇମ୍ରେ ଆପଣମାନଙ୍କ ମୋବାଇଲରେ ରିଚାର୍ଜ ନଥିବ ଅର୍ଥାତ୍ ଇନକମିଂ ଆଉଟଗୋଇଂ ଯେଉଁ ଟ୍ରାଏର ଅଛି ଆପଣ ଯେକୌଣସି ନମ୍ବର ଯେକୌଣସି ସିମ୍ ହେଇଥାଉ ଯଦି ଇନକମିଂ ନଥିବ ତ ନିଶ୍ଚୟ ଭାବରେ ବର୍ତ୍ତମାନ ସୁଦ୍ଧା ଆପଣମାନଙ୍କୁ ଟୋକନ୍ ଆସିନାହିଁ। ଆଉ କିଛି କିଛି ନମ୍ବର ଅଛି ଆକ୍ଟିଭ୍ ଥାଇ ମଧ୍ୟ ତାଙ୍କୁ ଟୋକନ୍ ଆସିନି, ଯାହାଫଳରେ ଆପଣମାନେ ଜାଣିପାରୁନାହାନ୍ତି ଆପଣମାନଙ୍କର ଆସିନାହିଁ। ଆଉ ଗୋଟେ ପଏଣ୍ଟ ଅଛି ଯେଉଁଟାକି ମୁଁ ଛାଡ଼ି ଦେଇଥିଲି। ତୃତୀୟ ପଏଣ୍ଟ ହେଉଛି ଯେଉଁମାନଙ୍କର ଏପର୍ଯ୍ୟନ୍ତ ଭେରିଫିକେସନ୍ ସରିନି ଅର୍ଥାତ୍ ଯେଉଁଟା କରୁଥିଲେ ଆମ ସୋସାଇଟି ଷ୍ଟାଫ୍ କରୁଥିଲେ ଫିଲ୍ଡ ଭେରିଫିକେସନ୍, ଯେଉଁଟା ପଡ଼ିଆ ଜମି ଯେତେବେଳେ ଭେରିଫିକେସନ୍ କରୁଥିଲେ OPLS ମାଧ୍ୟମରେ ମୁଁ ଭିଡ଼ିଓ କରିଛି ଆପଣମାନେ ଦେଖିପାରିବେ କେମିତି ହେଉଥିଲା। ତ ସେଇଟା ଯଦି ବି ହେଇନି, ଯେଉଁଟାକି ଆପଣ ଆର ବର୍ଷ ଥିଲା ବର୍ତ୍ତମାନ 400-500 ମିଟର ଦୂରରୁ କରିହେଉଥିଲା, ଏ ବର୍ଷ ତାହା 50 ମିଟରକୁ ନେଇ ଆସିବା ଫଳରେ ଆମ କୌଣସି ଏମିତି ସ୍ଥାନ ଅଛି ଯେଉଁଠିକି ଯିବା ସମ୍ଭବ ନୁହେଁ। ସେଥିପାଇଁ କିଛି ଲୋକଙ୍କର ଜମି ସେ ଜାଗାରେ ଅଛି ଯେଉଁଟାକି ଆମେ ଯାଇକି ସର୍ଭେ କରିହେଲା ନାହିଁ। ତ ସେଇଭଳି ପଏଣ୍ଟରେ ଯେଉଁଟାକି ଆପଣମାନଙ୍କର ଟୋକନ୍ ଏପର୍ଯ୍ୟନ୍ତ ଆସିନି, ଯାହାଫଳରେ ଆପଣମାନେ ଟୋକନ୍ଟି ପାଇପାରିନାହାନ୍ତି। ଯଦି ହେଇନାହିଁ ତା ଖୁବ୍ ଶୀଘ୍ର ସଲ୍ଭ ହେଇଯିବ ଆଉ ତା ଆପଣମାନଙ୍କ କତିକି ଟୋକନ୍ ଆସିଯିବ। କିନ୍ତୁ ଯେଉଁମାନଙ୍କର ମୋବାଇଲ ରିଚାର୍ଜ ନଥିଲା କିମ୍ବା ଆପଣମାନଙ୍କ ମଧ୍ୟ ଡାଉଟ୍ ଅଛି କି ଆପଣମାନଙ୍କର ଆସିବନି କି ଆସିବ କି ଆପଣମାନଙ୍କର ପଡ଼ିଆ ଜମି ଅଛି ଯଦି ହେଇନି, ଯଦି ବା ସର୍ଭେ ହେଇଯାଇଛି ଯଦି କିଛି ଆସିନି ତ ଡାଇରେକ୍ଟ ଚାଲନ୍ତୁ କେମିତି ଆପଣମାନେ ଟୋକନ୍ଟି ପାଇପାରିବେ। ଯଦି ରେଜିଷ୍ଟ୍ରେସନ୍ କରିଛନ୍ତି ତ ନିଶ୍ଚୟ ଭାବରେ ଦେଖନ୍ତୁ ସହଜରେ ଅତି ସହଜରେ ଆପଣମାନେ ସୋସାଇଟିକୁ ଯିବାକୁ ପଡ଼ିବନି, ଆପଣମାନେ ପାଇପାରିବେ ଆପଣଙ୍କର ଯେଉଁ ଧାନ ବିକ୍ରୟ। ଆଉ ଡେଟ୍ ଏଇଟା ଡେଟ୍ଟି ଆସିଯିବ ଏବଂ ଡେଟ୍ ଆସିଲା ପରେ ଆପଣମାନେ କେମିତି କ୍ୱିଣ୍ଟାଲ ପାଇବେ ତା ମଧ୍ୟ ମୁଁ ଆପଣଙ୍କୁ ଜଣାଇ ଦେଉଛି। ଚାଲନ୍ତୁ ଦେଖିବେ। ତ ଦେଖନ୍ତୁ ଆପଣଙ୍କର ବ୍ରାଉଜର ଖୋଲିବେ ନଚେତ୍ ଗୁଗୁଲରେ ମଧ୍ୟ ଆପଣମାନେ ଟାଇପ୍ କରିବେ କ'ଣ ନା PAS P ଆଉ PAS ଯାହା ବି ଲେଖିବେ ଏଠି ଦେଖନ୍ତୁ ପ୍ରଥମେ ଯେଉଁଟା ଆସିବ ସେଗୁଡ଼ାକ ଆପଣଙ୍କର କ୍ଲିକ୍ କରିବେ ଏବଂ କ୍ଲିକ୍ କଲା ପରେ ସେ ଗୋଟେ ନେଇଯିବ ଗୋଟେ ହୋମ୍ ପେଜ୍କୁ। ଦେଖନ୍ତୁ ମୁଁ କ୍ଲିକ୍ କରିଦେଲି ଏବଂ ସହଜରେ ଏଇଠି PAS ପଳେଇ ଆସୁଛି। ଏଇଟା PAS, ଏଠି ଆପଣଙ୍କର କିଛି କାମ ନାହିଁ କିନ୍ତୁ ନିଶ୍ଚୟ ଭାବରେ ତା ପରବର୍ତ୍ତୀ ସମୟରେ ଆପଣମାନଙ୍କୁ ଦେଖନ୍ତୁ ଏଇଠି ଲେଖା ହେଇଛି 3ଟି ଷ୍ଟେପ୍, ଯେଉଁଟାକି ଆପଣମାନଙ୍କର ଏଇଠି ଆପଣମାନଙ୍କର କୋଡ଼୍ ଯେଉଁଟାକି ଏଇ ଯେଉଁ ଆପଣମାନେ ଜାଣିବା ପାଇଁ ଚାହୁଁଛନ୍ତି ଟୋକନ୍ ଆସିନାହିଁ, ଏଇ କୋଡ଼୍ଟି ପାଇଲେ ହିଁ ଆପଣମାନେ ଟୋକନ୍ ପାଇପାରିବେ। ତ ଏଇ କୋଡ଼୍ଟି ପ୍ରଥମେ ଏଠି ପାଇପାରିବେ କେମିତି ମୁଁ ଦେଖାଇ ଦେଉଛି ସିଧାସଳଖ ଆପଣମାନଙ୍କୁ ଡେରି ନକରି ଦେଖାଇ ଦିଅନ୍ତୁ। ଏଠି ଆପଣମାନେ ଟଚ୍ କରିବେ ଏବଂ ଟଚ୍ କଲା ପରେ ଆପଣମାନଙ୍କର ଏଠି ଦେଇଦେବେ ଡିଷ୍ଟ୍ରିକ୍ଟ ଦେଇଦେବେ। ମୁଁ ଏଠି ଡିଷ୍ଟ୍ରିକ୍ଟ ଦେଇଦେଉଛି ଏବଂ ବ୍ଲକ୍ ଦେଇଦେବେ। ଆପଣମାନଙ୍କର ଯେକୌଣସି ଯାହା ବି ବ୍ଲକ୍ ଅଛି ଆପଣ ଦେଇଦେବେ। ବ୍ଲକ୍ ଦେଲା ପରେ ଏଠି କେବଳ ସୋସାଇଟି ସର୍ଚ୍ଚ କରିବେ। ଆପଣମାନଙ୍କର ଯେକୌଣସି ସୋସାଇଟି ଅଛି ଆପଣମାନଙ୍କର ସର୍ଚ୍ଚ କଲା ପରେ ଆଉ ଏଠି ଜିପି ଭିଲେଜ୍ ୱାଇଜ୍ ଆସୁନାହିଁ ପ୍ରାୟତଃ, ଆପଣମାନେ କେବଳ ସୋସାଇଟି ସର୍ଚ୍ଚ କରିବେ। ଆଉ ଯଦି ଜିପି ଆଉ ଭିଲେଜ୍ ସୋ କରୁଛନ୍ତି ପ୍ରାୟତଃ ଆସୁନାହିଁ ତ କେବଳ ହିଁ ସୋସାଇଟି ଚୁଜ୍ କରିକି ଏଠି ଯେଉଁ ଶୋ ଅପସନ୍ ଅଛି ଏଠି ଶୋ ଅପସନ୍ ଉପରେ କ୍ଲିକ୍ କଲେ ଆପଣମାନଙ୍କର ଏଠି ଦେଖାଇଦେବ କ'ଣ ନା ଆପଣମାନଙ୍କର ନାଁ ଆଉ ଆପଣମାନଙ୍କର ଫାର୍ମର କୋଡ଼୍। ଏଠି ଫାର୍ମର କୋଡ଼୍ ଅଛି ଆଉ ଡାଇରେକ୍ଟ ଆପଣଙ୍କ ଯେ ନାଁ ଖୋଜିବାକୁ ଚାହୁଁଛନ୍ତି ଏଇଠି ସର୍ଚ୍ଚ ବାର୍ ଅଛି ଆପଣମାନେ ଦେଖିପାରୁଥିବେ। ଏଇଠି ସର୍ଚ୍ଚ ବାର୍ ଅଛି, ଏଇଠି ସର୍ଚ୍ଚରେ ଆପଣମାନଙ୍କର ନାଁ ଟାଇପ୍ କରିଦେବେ। ଯେମିତିକି ଯାହା ବି ଆପଣଙ୍କ ନାଁ ଅଛି ଟାଇପ୍ କଲା ପରେ ଏଠି ଆପଣଙ୍କର କୋଡ଼୍ ପଳେଇ ଆସିବ। କୋଡ଼୍ କେଉଁଗୁଡ଼ିକ ନା କୋଡ଼୍ ହେଉଛି ଏଗୁଡ଼ା ଫାର୍ମର କୋଡ଼୍। ଆପଣମାନେ ଦେଖିପାରୁଥିବେ ଫାର୍ମର କୋଡ଼୍ Fରୁ ଆରମ୍ଭ ହୋଇଛି ଏବଂ ସେଇ ଟୋଟାଲ୍ କୋଡ଼୍ଟି ଆପଣମାନେ ଟିପିକି ରଖିବେ ଏବଂ ଟିପିକି ରଖିଲା ପରେ ମୁଁ ଦେଖାଇ ଦେଉଛି କେମିତି ଆପଣ ପୁଣି ବ୍ୟାକ୍ ପଳାଇବେ, ଯେଉଁଟାକି ଆପଣମାନେ ସେ ଗେଟ୍ ଟୋକନ୍ କରି ଯେଉଁଠି ଥିଲେ ବର୍ତ୍ତମାନ ଏଇଠି ଆମ 2 ନମ୍ବର ଅପସନ୍ ଆମର କାମ, ଯେଉଁଟାକି ଆମେ ଟୋକନ୍ଟି ପାଇପାରିବା ସହଜରେ ଅତି ସହଜରେ ପାଇପାରିବା। ତ ଚାଲନ୍ତୁ ତା ଉପରେ କ୍ଲିକ୍ କରିବା ଏବଂ କ୍ଲିକ୍ କଲା ପରେ ଆପଣମାନେ ମୁଁ କହିଥିଲି ଯେଉଁ ଫାର୍ମର କୋଡ଼୍ଟି Fରୁ ଆରମ୍ଭ ହୋଇଛି
जो फार्मर कोड एफ रु आरंभ होइछि F07 आरंभ होइछि से गुटाको एठी तो एठी क्लिक कला परे आपण माने आपण मानकर टोकन टी जेते क्लिक करिवे आपण मान संपूर्ण फार्मर टी कोड टी दे देला परे आपण चेक करिवे एवं चेक कला परे आपण मान कति गुटे ओटीपी जीवो ओटीपी गले से ओटीपी टी एठी सबमिट करिवे सबमिट कला परे आपण मानकू पुनर्बार गोटे मेसेज जीवो जो मेसेज रे लेखा थिवो जे आपण माने केबे धान देबे आउ तार क्विंटाल टी आसी नथिवो एवं क्विंटाल टी जानिया पे आपण माने कोन करिवे ना 1967 कॉल करिवे ताहा लागू नाही 5 रु 10 थर करिवे बार बार कॉल करिवे कॉल कला पर लागिवो एवं लागिला पर आपण माने कोन करिवे ना 6 ऑप्शन टी चूज करिवे 6 ऑप्शन टी चूज कले आपण मानकू से क्विंटाल टी आपण मानकू जणे दबो आ जदि 5 ऑप्शन चूज करचंती तो 5 6 मधुर जे कोनसी गोटे चूज करिवे कारण 5 रे होजे आपण मानकर जमीर परिमाण कहबो एवं 6 रे आपण टोकन केते आसीची ताहा कहबो केवल क्विंटाल ले कहबो केवल आपण मानकू क्विंटाल ले जणेबो एवं आपणकर जो अच्छी पॉइंट केते थिवो आ से पॉइंट जणेबो मानकर 30 क्विंटाल 50 केजी अछि से केवल 30 पॉइंट शून शून कहबो 50 टी परवर्ती समय केवल सेटा सोसाइटी रे जणा पड़ियो जेतेबेले आपण मानको टोकन डेट हबो सेही डेट दिन आपण मानको टोकन टी जणा पड़ियो तो एटा थिला निश्चय भाबरे आपण माने जदी पाई पानती टोकन एटा टोकन टी सहज रे पाई परिबे तो एई भली भाबे टोकन जदी आसिन निश्चय भाबरे आपण माने टोकन आउथरे निज मोबाइल को आनी परिबे आशा करछि वीडियो टी भल लागिछि जदी वीडियो टी भल लागिछि निश्चय भाबरे कमेंट करिवे लाइक करिवे और सब्सक्राइब करिवे भूलिबे नै आउ सब्सक्राइब करी बेल आइकन ऑन कर देबे जहा फल रे जे कोनसी इन्फॉर्मेशन वीडियो म करिवि आपन कते जाई निहाती पहुंचिबो रहउछि बेटा नुआ एक वीडियो से पन विदाय दियंतु नमस्कार जय जगन्नाथ।